ବିଜୟଲକ୍ଷ୍ମୀ ମହାପାତ୍ର ଆଶ୍ୱସ୍ତି ଫାଉଣ୍ଡେସନର ରାଜ୍ୟ ସମ୍ପାଦିକା। ଆଜିର କାର୍ଯ୍ୟକ୍ରମରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ମହିଳାମାନଙ୍କୁ ଆଜି ବି ସମାଜ ଏତେ ଆଗେଇବା ପଥରେ ମହିଳାମାନେ ଆଜି ବି ଅପଜା ଅଲଡ଼ା ଅବସ୍ଥାରେ ଅଛନ୍ତି। ନିଜେ ନିଜେ କ'ଣ ନିଜର ପରିଚୟ ଜାଣିପାରୁନାହାନ୍ତି। ତେଣୁ ଆଶ୍ୱସ୍ତି ଫାଉଣ୍ଡେସନ ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ସେମାନଙ୍କୁ ନିଜର ପରିଚୟ ଜଣାଇ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ୱାବଲମ୍ବନଶୀଳ ଏବଂ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ତା ଉପରେ ଶିକ୍ଷା ମହିଳାମାନଙ୍କୁ ଆଗାମୀ ଦିନରେ ମୁଁ ଆପଣମାନଙ୍କ ମାଧ୍ୟମରେ ଏହି ମେସେଜ ଦେବାକୁ ଚାହୁଁଛି, ନିଜେ ନିଜର ପରିଚୟ ସୃଷ୍ଟି କର ଆଉ ଅଜ୍ଞାନ ଅନ୍ଧକାର ଭିତରେ ନ ରହି ନିଜେ କେମିତି ଆତ୍ମନିର୍ଭରଶୀଳ ହେବ, ସ୍ୱାବଲମ୍ବନଶୀଳ ହେବ। ଆଜି ଅଜ୍ଞାନ ଅନ୍ଧକାରରେ ଅଛ ବୋଲି ସବୁ ରାଜନୈତିକ ଦଳ ମୋହରା ବନେଇ ନେଉଛନ୍ତି, ସବୁ ରାଜନୈତିକ ଦଳ ପତାକା ଉଡ଼େଇବା ପାଇଁ ତାକୁ ନେଉଛନ୍ତି। ଆଗରେ ଚାଲ, ଏଇ ପାର୍ଟି ଜିନ୍ଦାବାଦ, ସେ ପାର୍ଟି ଜିନ୍ଦାବାଦ, ତାଙ୍କ ପତାକା ଧର, 200 ଟଙ୍କା 300 ଟଙ୍କାର ମୁଣ୍ଡ। କିନ୍ତୁ ନିଜ ଭିତରେ ଯୋଉ ଗୁଣ ଅଛି ନିଜେ ଜାଣିପାରୁନ, ନିଜେ କେତେ ଜଣକୁ ବି ପୋଷିବ, ସେଥିପାଇଁ ତାକୁ ଆଜି ଶିକ୍ଷା ଦିଆଯାଉଛି। କାହାର ମୋହରା ନ ବନିକି ନିଜେ ଆଜି ଆତ୍ମନିର୍ଭରଶୀଳ ହୁଅ, ନିଜ ପାଇଁ ନିଜର ଅଧିକାର ପାଇଁ ହକ୍ ପାଇଁ ଜାହିର କର। ସେ ହେଉ ରାଜନୈତିକ ସମସ୍ୟା, ହେଉ ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ପାରିବାରିକ ସମସ୍ୟା, କୋଉଥିରେ ମହିଳାମାନେ ଆଜି କମ୍ ନୁହନ୍ତି। କିନ୍ତୁ ନିଜ ଭିତରେ ଗୁଣ ନ ଜାଣିପାରି ସିଏ ଆଜି ରାଜରାସ୍ତାରେ ଭିକ ମାଗୁଛନ୍ତି, ଆମ ଦରମା ବଢ଼ା, ଆମ ଚାକିରି ବଢ଼ା, ଆମକୁ ସମ୍ମାନ ଦିଅ। କ'ଣ ପାଇଁ? ତ ଆଜି ଆମେ ଯେତେ ଦେଉଛୁ ବିଶ୍ୱ ମହିଳା ଦିବସରେ ମହିଳା କୋଉଥିରେ କମ୍ ନୁହନ୍ତି। ତାଙ୍କୁ କୌଣସି ଜାଗାରେ ମୋହରା ନ ବନେଇ ଜିନ୍ଦାବାଦ ଜିନ୍ଦାବାଦ କହିବା ପାଇଁ ଆମର ଅନୁରୋଧ। ଦେଖନ୍ତୁ, ଆଜି ଆଶ୍ୱସ୍ତି ଫାଉଣ୍ଡେସନ ତରଫରୁ ମହିଳା ଦିବସ ପାଳନ କରାଯାଉଛି। ବାସ୍ତବରେ ଏଟା ଗୋଟେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆପଣଙ୍କର ଜେଣ୍ଡର ଇକ୍ୱାଲିଟି ପାଇଁକା ଯେଉଁ କାର୍ଯ୍ୟକ୍ରମ ସବୁ ମହିଳା ଯେଉଁ ପାଇଁ କରାଯାଉଛି, ମହିଳାମାନଙ୍କୁ ପ୍ରାଧାନ୍ୟ ଦେବା, ମହିଳାମାନଙ୍କୁ ଆପଣଙ୍କର କଲଚରାଲ ହଉ, ଇକୋନୋମିକାଲ ହଉ, ସୋସିଆଲ ହଉ, ପଲିଟିକାଲ ହଉ, ସବୁ ଜାଗାରେ ମହିଳାମାନଙ୍କୁ ସଶକ୍ତିକରଣ କରିବା, ଇଏ ହେଉଛି ସମାଜର ଫଳ। ଆଜି ମହିଳାମାନେ କୋଉଠି ପଛରେ ନାହାନ୍ତି। ଓଡ଼ିଶାରେ ପୁରୀର ଜଗନ୍ନାଥ ସଂସ୍କୃତିକୁ ଦେଖନ୍ତୁ, ସେଠି ମଧ୍ୟ ମହିଳାମାନଙ୍କର ସ୍ୱତନ୍ତ୍ର ସେବା ରହିଛି। ଆପଣଙ୍କର ସବରୀ ପରୀକ୍ଷା ସେବା ହଉ, ଲବଣୀ ଖିଆ ସେବା ହଉ, ହୁଳହୁଳି ସେବା ହଉ, ବିଭିନ୍ନ ମହିଳାମାନଙ୍କର ସେବା ରହିଛି। ଏଣ୍ଟରପ୍ରେନରସିପ୍ରେ ଆପଣଙ୍କର ବିଜନେସ୍ରେ ମଧ୍ୟ ମହିଳାମାନେ ଆଗକୁ ଆସୁଛନ୍ତି। ପଲିଟିକାଲି ଏବଂ ଆପଣ ଦେଖନ୍ତୁ, କେନ୍ଦ୍ର ସରକାର ହଉ, ରାଜ୍ୟ ସରକାର ହଉ, ସବୁ ଜାଗାରେ ରହିଛି ମହିଳାମାନଙ୍କୁ 33% ସଂରକ୍ଷଣ ଦେବା। କିନ୍ତୁ ସବୁ ଜାଗାରେ ମହିଳାମାନେ ଆଗକୁ ଆସୁଛନ୍ତି। ସବୁ କ୍ଷେତ୍ରରେ ଯୁବକମାନଙ୍କର ସେତିକି ମଧ୍ୟ ପ୍ରାଧାନ୍ୟ ରହିବା ଦରକାର କି ସେମାନେ ମଧ୍ୟ ମହିଳାମାନଙ୍କୁ ସେତିକି ପ୍ରୋତ୍ସାହନ ଦେବା ଦରକାର ଆଗକୁ ଆସି ସମାଜରେ ନାଗରିକ। ମହିଳାମାନଙ୍କୁ ଆଜି ଆମର ସରକାର ବହୁତ ପ୍ରକାର ସୁବିଧା ସୁଯୋଗ ଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। କିନ୍ତୁ ମହିଳା ଆଜି କ'ଣ ଦୁନିଆରେ ନିର୍ଯାତିତ ହେଉଛି ନା ପୁରୁଷମାନେ ନିର୍ଯାତିତ ହେଉଛି? ଆପଣ ଏଇଟା ଗୋଟେ ସୋସିଆଲ ଜଷ୍ଟିସ୍, ସାମାଜିକ ନ୍ୟାୟ ଉପରେ କଥା। ଆମେ ଯଦି କହିପାରିବେନି କି ମହିଳାମାନେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବେ ହେଇଯାଇଛନ୍ତି ଆଉ ନିର୍ଯାତିତ ହେଉଛି। ଆପଣ କିଛି ଦିନ ତଳେ ଦେଖିଥିବେ ରିସେଣ୍ଟଲି ଝାଡ଼ଖଣ୍ଡରେ ଗୋଟେ ସିଭିୟର ରେପ୍ ହେଇଥିଲା, କଟକରେ କିଛି ଦିନ ତଳେ ଦେଖିବେ ଗୋଟେ ଇନସିଡେଣ୍ଟ ହେଇଥିଲା। ତେଣୁ କୋଉଠି ନା କୋଉଠି ସାମାଜିକ ନ୍ୟାୟ ଦିଗରେ ମହିଳାମାନେ ମଧ୍ୟ ଆଜି ତାଙ୍କୁ ମଧ୍ୟ ଉପଯୁକ୍ତ ନ୍ୟାୟ ଦେବାର ଆବଶ୍ୟକତା ରହିଛି। ଆଜି ଆଉ ଗୋଟେ ପୁରୁଷ ନ୍ୟାୟ ପାଇବା ପାଇଁ ପୁରୁଷ ନ୍ୟାୟ ପାଇବା ପାଇଁ କୌଣସି ବ୍ୟବସ୍ଥିତ ଆଇନ କରାଯାଇନି। ଯେମିତି ଆପଣ ମହିଳା ପାଇଁ ସ୍ୱତନ୍ତ୍ର ମହିଳା ଆପଣଙ୍କର ପୁଲିସ ଥାନାରେ ମହିଳା ଫୋକସ୍ କରାଯାଉଛି, ମହିଳା କମିଶନ କରାଯାଇଛି। କିନ୍ତୁ ଦୁର୍ଭାଗ୍ୟଜନକ କଥା, ପୁରୁଷମାନଙ୍କ ପାଇଁ ସେଭଳି ବ୍ୟବସ୍ଥିତ ନା କମିଶନ ଅଛି ନା ପ୍ରକୋଷ୍ଠ ଅଛି। କିନ୍ତୁ ନ୍ୟାୟ ଅଛି, କୋର୍ଟ ଅଫ୍ ଲରେ ଯାଇ ଆମେ ବିଭିନ୍ନ ପୁରୁଷମାନଙ୍କ ପାଇଁ ଯେଉଁ ଅନ୍ୟାୟ କରାଯାଉଛି ଆମେ ମଧ୍ୟ ଉପଯୁକ୍ତ ନ୍ୟାୟର ଆଶ୍ରୟ ନିଆଯାଇପାରିବ। କିନ୍ତୁ ଉଭୟ କହିପାରିବାନି କି ପୁରୁଷ ନିର୍ଯାତିତ ହେଉଥାନ୍ତି। ଆଗକୁ ନିର୍ବାଚନକୁ ନେଇକି ଯୋଉ ଆପଣ ଯୋଉ ରେସ୍ରେ ଥିଲେ ଟିକେ ଜୋସ୍ କମିଯାଇଛି। ନିର୍ବାଚନ ଯୋଉଟା ପ୍ରକ୍ରିୟା ଯୋଉଟା 5 ବର୍ଷ ଥରୁଥାଏ, କିନ୍ତୁ ସମାଜ ସେବା ଆପଣଙ୍କର ବଞ୍ଚିତ କରାଯାଏ। ସମାଜକୁ ଆପଣଙ୍କର ଅର୍ଥ, ଶ୍ରମ, ବଳ, ତ୍ୟାଗ ଦେବାର ଆବଶ୍ୟକତା। ଅଧିକ 15 ବର୍ଷରେ ସମାଜ ପାଇଁ କାମ କରୁଛି ଏବଂ ମୁଁ ପ୍ରତିଶ୍ରୁତିବଦ୍ଧ। ଆପାର୍ଟ ଫ୍ରମ୍ ଏନି ଇଲେକ୍ଟ୍ରିକାଲ ପଲିଟିକ୍ସ, ମୁଁ ସବୁବେଳେ ସମାଜରେ ଆପଣଙ୍କ ସାଙ୍ଗେ ରହିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ ରହିଛି। କିଛି ଅସୁବିଧା ନାହିଁ ଯେ ପଲିଟିକ୍ସ ଗୋଟେ ମାଧ୍ୟମ, ତା ମାନେ ନୁହେଁ। ଆଜି ଆପଣ ମଦର ଟେରେସାକୁ ଦେଖନ୍ତୁ, ମଦର ଟେରେସା କେବେ ରାଜନୀତିକୁ ଆସିବେ। ଆଜି ଆପଣ ଏପିଜେ ଅବଦୁଲ କଲାମଙ୍କୁ ଦେଖନ୍ତୁ, ତାଙ୍କର କଣ୍ଟ୍ରିବ୍ୟୁସନ ସୋସାଇଟି ପାଇଁ କେତେ, ବହୁତ ରାଜନୈତିକ ଦଳ ଏବଂ ରାଜନୈତିକ ବ୍ୟକ୍ତିତ୍ୱର ମଧ୍ୟ ତାଙ୍କର କଣ୍ଟ୍ରିବ୍ୟୁସନ ତାଠୁ ହୋଇଥାଏ। ଚେଷ୍ଟା କରିବା ଆମେ ରାଜନୀତି ହଉ, ରାଜନୀତି ହେବାର ଆବଶ୍ୟକତା ରହିବ, ତାଠୁ ସମାଜ ସେବାର କିଛି ପଛରେ